ନେହେମିଆ ପୁସ୍ତକ ଅଧ୍ୟାୟ 6। ନେହେମିଆଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର। ଯଦିଓ ଇତିମଧ୍ୟରେ ମୁଁ ଦ୍ୱାରଗୁଡ଼ିକର କପାଟ ସମୂହକୁ ସ୍ଥାପନ କରି ପାରିନଥିଲି, ତଥାପି ମୁଁ ପ୍ରାଚୀର ନିର୍ମାଣ କରିଅଛି ଓ ତନ୍ମଧ୍ୟବର୍ତ୍ତୀ ଭଗ୍ନ ସ୍ଥାନକୁ ନିର୍ମାଣ କରିଅଛି। ସାନବାଲାଥାଲ, ତୋବିଆ, ଆରବୀୟ, ଗେସେମ୍ ପ୍ରଭୃତି ଆମର ଅନ୍ୟ ସମସ୍ତ ଶତ୍ରୁମାନେ ଏହା ଅବଗତ ହେଲେ। ତେଣୁ ସାନବାଲାତ ଓ ଗେସେମ୍ ଲୋକ ପଠାଇ ମୋତେ କହିଲେ, ଆସ, ସମତଳ ଭୂମିରେ ଥିବା ଗୋଟିଏ ଗ୍ରାମରେ ଆମେ ପରସ୍ପରକୁ ଭେଟିବା। କିନ୍ତୁ ମୋ ପ୍ରତି ଉପଦ୍ରବ କରିବା ପାଇଁ ସେମାନେ ମନସ୍ଥ କରିଥିଲେ। ତେଣୁ ଦୂତମାନଙ୍କୁ ପଠାଇ ମୁଁ ସେମାନଙ୍କୁ କହିଲି, ମୁଁ ଏକ ମହତ୍ କାର୍ଯ୍ୟ କରୁଅଛି, ସୁତରାଂ ମୁଁ ଆସି ପାରିବି ନାହିଁ। ଏହି କାର୍ଯ୍ୟ ଛାଡ଼ି ତୁମମାନଙ୍କ ନିକଟକୁ ଆସି ମୁଁ କାହିଁକି ଏହାକୁ ସ୍ଥଗିତ କରିବି? ଏପରି ସନ୍ଦେଶ ପଠାଇ ସେମାନେ 4 ଥର ମୋ ନିକଟକୁ ଲୋକମାନଙ୍କୁ ପଠାଇଲେ ଓ ମୁଁ ସେପରି ଉତ୍ତର ମଧ୍ୟ ଦେଲି। ଏହାପରେ ସାନବାଲାତ ନିଜ ଭୃତ୍ୟ ହାତରେ ଗୋଟିଏ ଖୋଲାପତ୍ର ଦେଇ 5ମ ଥର ପାଇଁ ମଧ୍ୟ ମୋ ପାଖକୁ ପଠାଇଲେ। ସେହି ପତ୍ରଟିରେ ଏହିପରି ଲିପିବଦ୍ଧ ଥିଲା, ତୁମେ ଓ ଯିହୁଦୀମାନେ ବିଦ୍ରୋହ କରି ଉଠିବା ଆଶାରେ ସେହି ପ୍ରାଚୀର ନିର୍ମାଣ କରିଅଛ ଓ ସ୍ୱୟଂ ତୁମେ ରାଜା ହେବା ପାଇଁ ଆଶା ପୋଷଣ କରୁଅଛ। ଲୋକମାନଙ୍କ ମଧ୍ୟରେ ଏହିପରି ଏକ ଗୁଜବ ପ୍ରଚାରିତ ହୋଇଛି। ପୁଣି ଗେସେମ୍ ମଧ୍ୟ ତାହା ହିଁ କହୁଛି। ସେହି ଗୁଜବ ଅନୁଯାୟୀ ଶୁଣାଯାଉଛି ଯେ ଜୁଦା ପ୍ରଦେଶରେ ଜଣେ ରାଜା ରାଜୁତି କରିବେ ବୋଲି ତୁମ ସମ୍ପର୍କରେ ପ୍ରଖ୍ୟାନ କରିବା ପାଇଁ ତୁମେ ପ୍ରବକ୍ତାମାନଙ୍କୁ ମଧ୍ୟ ନିୟୋଜିତ କରିଅଛ। ଏ ସମସ୍ତ ବୃତ୍ତାନ୍ତ ରାଜାଙ୍କୁ ବିଦିତ କରିବା ଆବଶ୍ୟକ। ସୁତରାଂ ବର୍ତ୍ତମାନ ଆସ, ଆମେ ପରସ୍ପର ମଧ୍ୟରେ ଆଲୋଚନା କରିବା। ସେ ସମୟରେ ମୁଁ ଏହି ଉତ୍ତର ଦେଇ ତାଙ୍କ ନିକଟକୁ ଲୋକ ପଠାଇଲି, ତୁମେ କହିଥିବା ଅନୁଯାୟୀ କୌଣସି କାର୍ଯ୍ୟ ସଂଗଠିତ ହୋଇନାହିଁ। ସେ ସମସ୍ତ ତୁମ ମନର କଳ୍ପନା ମାତ୍ର। ଏ ସମସ୍ତ କାର୍ଯ୍ୟରେ ଆମମାନଙ୍କୁ ଭୟଭୀତ କରିବା ସେମାନଙ୍କର ଲକ୍ଷ୍ୟ ରହିଥିଲା। ସୁତରାଂ ସେମାନେ ଭାବିନେଲେ ଯେ ସେମାନଙ୍କ ହସ୍ତ ପରିଶ୍ରମରେ କ୍ଳାନ୍ତ ହେବ ଓ ସେମାନେ ତାହା ଆଉ କରିପାରିବେ ନାହିଁ। କିନ୍ତୁ ହେ ଈଶ୍ୱର, ବର୍ତ୍ତମାନ ତୁମେ ମୋର ହସ୍ତକୁ ଶକ୍ତିଶାଳୀ କରିଅଛ। କାରାରୁଦ୍ଧ ହୋଇଥିବା ମେହେତାବେଲର ପୌତ୍ର ଓ ଦେଲାଇୟାର ପୁତ୍ର ସେମାଇୟାକୁ ସାକ୍ଷାତ କରିବା ପାଇଁ ମୁଁ ତାର ଗୃହକୁ ଗଲି। ସେ ମୋତେ କହିଲା, ଆମେମାନେ ଦେବାଳୟରେ ଏକତ୍ରିତ ହେବା ଓ ଦ୍ୱାର ରୁଦ୍ଧ କରିବା। ସେମାନେ ତୁମକୁ ହତ୍ୟା କରିବା ପାଇଁ ଉଦ୍ୟତ ହୋଇଛନ୍ତି। ରାତ୍ରି କାଳରେ ତୁମକୁ ନିଧନ କରିବା ପାଇଁ ସେମାନେ ଆସିବେ। କିନ୍ତୁ ମୁଁ କହିଲି, ମୋ ଭଳି ଜଣେ ବ୍ୟକ୍ତି ଭୟପୂର୍ବକ ପଳାୟନ କରିବା କ'ଣ ଉଚିତ? ମୋ ସଦୃଶ କୌଣସି ବ୍ୟକ୍ତି ତାର ଜୀବନର ରକ୍ଷାର୍ଥେ ଦେବାଳୟ ମଧ୍ୟକୁ ପଳାୟନ କରିବ କି? ମୁଁ ତା ମଧ୍ୟକୁ ଯିବି ନାହିଁ। ମୁଁ ବୁଝିପାରିଲି ଯେ ଈଶ୍ୱର ତାକୁ ପଠାଇ ନାହାନ୍ତି ଏବଂ ତୋବିଆ ଓ ସାନବାଲାତ ତାକୁ ଲାଞ୍ଚ ଦେଇଥିବା ଯୋଗୁଁ ସେ ମୋ ବିରୁଦ୍ଧରେ ପ୍ରବଚନ ବାଣୀ ଉଚ୍ଚାରଣ କରିଅଛି। ଭୟଭୀତ ହୋଇ ଏପରି କାର୍ଯ୍ୟ ମାଧ୍ୟମରେ ମୁଁ ଯେପରି ପାପ କରେ ଓ ତଦ୍ୱାରା ମୋର ନାମ ଅପବାଦିତ ହୋଇ ସେମାନେ ଯେପରି ମୋତେ ଉପହାସ କରିପାରନ୍ତି, ସେଥିପାଇଁ ସେମାନେ ତାକୁ ଭଡ଼ାରେ ଆଣିଥିଲେ।
ହେ ମୋର ଈଶ୍ୱର, ସେମାନଙ୍କ ଦ୍ୱାରା ସମ୍ପାଦିତ ଏହି କାର୍ଯ୍ୟ ଯୋଗୁଁ ତୋବିଆ ଓ ସାନବାଲାତକୁ ସ୍ମରଣ କର। ମୋତେ ଭୟବିହ୍ୱଳ କରିବା ପାଇଁ ଉଦ୍ୟତ ସେହି ନାରୀ ପ୍ରବକ୍ତା ନୋଆଦିଆ ଓ ଅନ୍ୟ ସମସ୍ତ ପ୍ରବକ୍ତାମାନଙ୍କୁ ମଧ୍ୟ ସ୍ମରଣ କର। ପ୍ରାଚୀର ନିର୍ମାଣର ସମାପନ। 52 ଦିବସ ମଧ୍ୟରେ ଅର୍ଥାତ୍ ଏଲୁଲ ମାସର 25 ଦିବସରେ ପ୍ରାଚୀରର ନିର୍ମାଣ କାର୍ଯ୍ୟ ସମାପ୍ତ ହେଲା। ଆମମାନଙ୍କର ସମସ୍ତ ଶତ୍ରୁ ଓ ଚତୁର୍ଦିଗସ୍ଥ ଜାତି ସମୂହ ଏହା ଜାଣି ଭୟଭୀତ ହେଲେ ଏବଂ ସେମାନେ ସେମାନଙ୍କର ଆତ୍ମାଭିମାନରୁ ବଞ୍ଚିତ ହେଲେ, କାରଣ ଆମ ଈଶ୍ୱରଙ୍କ ସାହାଯ୍ୟ ବଳରେ ଏହି କାର୍ଯ୍ୟର ପରିସମାପ୍ତି ସଂଗଠିତ ହୋଇଛି ବୋଲି ସେମାନେ ହୃଦବୋଧ କଲେ। ସେହି ଦିନମାନଙ୍କରେ ଜୁଦାବାସୀ ପ୍ରମୁଖ ବ୍ୟକ୍ତିଗଣ ତୋବିଆ ପାଖକୁ ଅନେକ ପତ୍ର ପଠାଉଥିଲେ ଓ ସେମାନେ ମଧ୍ୟ ତୋବିଆଠାରୁ ଅନେକ ପତ୍ର ପାଉଥିଲେ। ସେ ଆରାହର ପୁତ୍ର ସେଖାନିଆର ଜାମାତା ଓ ତାର ପୁତ୍ର ଜେହୋହାନାନ ବେରେଖିଆର ପୁତ୍ର ମେସୁଲାଲର କନ୍ୟା ସହ ବିବାହ କରିଥିବା ଯୋଗୁଁ ଜୁଦାବାସୀ ବହୁ ବ୍ୟକ୍ତିଗଣ ତାର ପକ୍ଷ ସମର୍ଥନ କରିଥିଲେ। ସୁତରାଂ ତା ଦ୍ୱାରା ସମ୍ପାଦିତ ଅନେକ ଉତ୍ତମ କାର୍ଯ୍ୟ ସମ୍ପର୍କରେ ମୋ ସମ୍ମୁଖରେ ସେମାନେ ବର୍ଣ୍ଣନା କରିଥିଲେ ଓ ମୋ ଦ୍ୱାରା କଥିତ ସମସ୍ତ ବାକ୍ୟ ତାକୁ ଅବଗତ କରାଉଥିଲେ। ତେଣୁ ମୋତେ ଭୟଭୀତ କରିବା ଦିଗରେ ତୋବିଆ ସେହିପରି ପତ୍ର ସବୁ ପଠାଇଥିଲେ। ଅଧ୍ୟାୟ 7। ପ୍ରାଚୀରର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇ ତାର ଦ୍ୱାରସମୂହ ସ୍ଥାପିତ ଓ ଦ୍ୱାରରକ୍ଷୀ ଗାୟକ ଓ ଲେବୀୟମାନଙ୍କୁ ନିଯୁକ୍ତି ଦେବା ପରେ ମୋର ସହୋଦର ହାନାନି ଓ ଦୁର୍ଗର ଅଧିପତି ହାନାନିଆ ହସ୍ତରେ ଜେରୁସାଲେମର ଦାୟିତ୍ୱ ମୁଁ ସମର୍ପଣ କଲି। ଅନେକଙ୍କ ତୁଳନାରେ ହାନାନିଆ ଜଣେ ବିଶ୍ୱସ୍ତ ଓ ଈଶ୍ୱର ଭକ୍ତ ବ୍ୟକ୍ତି ଥିଲେ। ମୁଁ ସେମାନଙ୍କୁ କହିଲି, ସୂର୍ଯ୍ୟ କିରଣ ଉତ୍ତପ୍ତ ନ ହେବା ଯାଏ ଜେରୁସାଲେମର ଦ୍ୱାରଗୁଡ଼ିକୁ ଉନ୍ମୁକ୍ତ କର ନାହିଁ। ପୁଣି ପ୍ରହରୀମାନେ ଆହୁରି ପହରା ଦେବା ସମୟରେ ସେହି ଦ୍ୱାର ସମୂହ ରୁଦ୍ଧ କରାହୋଇ ସେଗୁଡ଼ିକର ଅର୍ଗଳ ଦିଆଯାଉ। ଜେରୁସାଲେମବାସୀଙ୍କ ମଧ୍ୟରୁ ପ୍ରହରୀମାନେ ମନୋନୀତ ହୁଅନ୍ତୁ ଓ ସେମାନେ ନିଜ ନିଜର ଗୃହ ସମ୍ମୁଖରେ ପହରା ଦିଅନ୍ତୁ। ପ୍ରତ୍ୟାବର୍ତ୍ତିତ ପ୍ରବାସୀମାନଙ୍କର ନାମ ବିବରଣୀ। ନଗରୀଟି ପ୍ରଶସ୍ତ ତଥା ବିଶାଳ ଥିଲା, କିନ୍ତୁ ତନ୍ମଧ୍ୟବାସୀ ସ୍ୱଳ୍ପ ସଂଖ୍ୟକ ଥିଲେ। ପୁଣି କୌଣସି ଗୃହ ମଧ୍ୟ ନିର୍ମିତ ହୋଇନଥିଲା। ସେ ସମୟରେ ପ୍ରମୁଖ ବ୍ୟକ୍ତି, ଅଧିପତି ଓ ଜନତାଙ୍କୁ ଏକତ୍ରିତ କରି ସେମାନଙ୍କୁ ସେମାନଙ୍କର ବଂଶାବଳୀ ଅନୁସାରେ ତାଲିକାଭୁକ୍ତ କରିବାକୁ ଈଶ୍ୱର ମୋତେ ପ୍ରରୋଚନା କଲେ। ପ୍ରଥମତଃ ପ୍ରତ୍ୟାବର୍ତ୍ତିତ ହୋଇଥିବା ବ୍ୟକ୍ତିମାନଙ୍କର ନାମ ଥିବା ବଂଶାବଳୀ ଗ୍ରନ୍ଥକୁ ମୁଁ ଖୋଜି ପାଇଲି। ସେଥିରେ ଏହିପରି ଲିପିବଦ୍ଧ ଥିଲା: ବାବିଲୋନର ରାଜା ନେବୁଖାଦ୍ନେସର ପ୍ରବାସ ଜୀବନ ପାଇଁ ବିତାଡ଼ିତ କରିଥିବା ଜନତା ମଧ୍ୟରୁ ସେହି ପ୍ରବାସ ଜୀବନ ପରେ ପ୍ରତ୍ୟାବର୍ତ୍ତିତ ବ୍ୟକ୍ତିମାନଙ୍କର ନାମ ବିବରଣୀ ଏହା। ସେମାନେ ଜେରୁସାଲେମ ତଥା ଜୁଦାରେ ଥିବା ନିଜ ନିଜର ନଗରୀକୁ ଫେରିଆସିଲେ। ସେମାନେ ସେରୁବାବେଲ, ଜେସୁଆ, ନେହେମିଆ, ଆସାରିଆ, ରାମିଆ, ନାହାମିଆ, ମର୍ଦେକାଇ, ବିଲସାନ, ମିସ୍ପେରେତ, ବିଗବାଇ, ନେହୁମ, ବାନା ପ୍ରଭୃତି ବ୍ୟକ୍ତିମାନଙ୍କ ସହିତ ଆସିଲେ। ଇସ୍ରାଏଲୀୟ ଜନତାର ସଂଖ୍ୟା ବିବରଣୀ ଏହା। ପାରସର ବଂଶଧରମାନେ
2172 ଜଣ। ସେଫାତିଆର ସନ୍ତାନମାନେ 372 ଜଣ। ଆରାହର ସନ୍ତାନମାନେ 652 ଜଣ। ପାହାତ ମୋଆବର ବଂଶଜ ଜେସୁଆ ଓ ଯୋଆବର ସନ୍ତାନମାନେ 2818 ଜଣ। ଏଲାମର ବଂଶଧରମାନେ 1254 ଜଣ। ସାତୁର ବଂଶଧରମାନେ 845 ଜଣ। ସାକାଇଆର ସନ୍ତାନମାନେ 760 ଜଣ। ବିନୁଇର ବଂଶଧରମାନେ 648 ଜଣ। ବେନାଇର ବଂଶଧରମାନେ 628 ଜଣ। ଆସଗାଦର ବଂଶଧରମାନେ 2322 ଜଣ। ଆଦନିକାୟମର ସନ୍ତାନମାନେ 667 ଜଣ। ବିଗବାଇର ବଂଶଧରମାନେ 267 ଜଣ। ଆଦିନର ସନ୍ତାନମାନେ 655 ଜଣ। ଆଥେର ନାମରେ ପରିଚିତ ହେସେକିଆର ବଂଶଧରମାନେ 98 ଜଣ। ହାସୁମର ସନ୍ତାନମାନେ 328 ଜଣ। ସେବାଇର ସନ୍ତାନମାନେ 324 ଜଣ। ହାରିପର ବଂଶଧରମାନେ 112 ଜଣ। ଗିବେୟନର ବଂଶଧରମାନେ 95 ଜଣ। ବେତଲେହେମ ଓ ନେତୋଥାବାସୀ ଲୋକ 188 ଜଣ। ଆନାଥୋତବାସୀ ଲୋକ 128 ଜଣ। ବେତ ଆସମାବେତବାସୀ ଲୋକ 42 ଜଣ। କିରିଆତ ଜେଆରିମ କେଫିରା ଓ ବେୟରୋତବାସୀ ଲୋକ 743 ଜଣ। ରାମା ତଥା ଗେବାବାସୀ ଲୋକ 621 ଜଣ। ମିକମାସବାସୀ ଲୋକ 122 ଜଣ। ବେଥେଲ ଓ ଆଇବାସୀ ଲୋକ 123 ଜଣ। ଅପର ନେବୋବାସୀ ଲୋକ 52 ଜଣ। ଏପର ଏଲାମବାସୀ ଲୋକ 1254 ଜଣ। ହାରିମବାସୀ ଲୋକ 320 ଜଣ। ଜେରିଖର ସନ୍ତାନମାନେ 345 ଜଣ। ଲୋଦ ହାଦିଦାର ଓ ଅନର ସନ୍ତାନମାନେ 721 ଜଣ। ସେନାର ସନ୍ତାନମାନେ 3930 ଜଣ। ଯାଜକମାନଙ୍କର ନାମ ବିବରଣୀ ଏହା। ଜେସୁଆ ବଂଶ ଜେଦାଇଆର ବଂଶଧରମାନେ 973 ଜଣ। ଇମେରର ବଂଶଧରମାନେ 1052 ଜଣ। ପାସହୁର ବଂଶଧରମାନେ 1247 ଜଣ। ହାରିମର ବଂଶଧରମାନେ 1017 ଜଣ। ଲେବୀୟମାନଙ୍କ ନାମ ବିବରଣୀ ଏହା। ହଦେବା ବଂଶଜ ଜେସୁଆ ଓ କାଦମିଏଲର ବଂଶଧରମାନେ 74 ଜଣ। ଗାୟକମାନଙ୍କ ସଂଖ୍ୟା ବିବରଣୀ ଏହା। ଆସାଫର ବଂଶଧରମାନେ 148 ଜଣ। ଦ୍ୱାରରକ୍ଷୀମାନଙ୍କ ସଂଖ୍ୟା ବିବରଣୀ ଏହା। ସାଲୁମ, ଆଥେର, ତାଲମେନ, ଆକୁବ, ହାତିତା, ସବାଇ ପ୍ରଭୃତି ବ୍ୟକ୍ତିମାନଙ୍କ ବଂଶଧରମାନେ 138 ଜଣ। ଦେବାଳୟ ସେବକମାନଙ୍କର ନାମ ବିବରଣୀ ଏହା। ସିହା, ହାସୁଫା, ତାବାଓତ, କେରୋସ, ସିଆ, ପାଦନ, ଲେବାନା, ହାଗାବ, ସାଲମାଇ, ହାନାନ, ଗିଦେଲ, ଗାରାହା, ରେୟାଇୟା, ରେସିନ, ନେକୋଦା, ଗାସାମ, ଉଷା, ପାସେୟା,
ବେସାଇ, ମେଉନିମ୍, ନେଫୁସେସିମ୍, ବାକବୁକ୍, ହାକୁଫା, ହାରହୁର, ବାଲିତ, ମେହିଦା, ହାର୍ସା, କାର୍ବସ୍, ସିସେରା, ତେମାହ, ନେସିଆ, ହାତିଫା ପ୍ରଭୃତି ବ୍ୟକ୍ତିମାନଙ୍କର ବଂଶଧର। ସଲୋମନଙ୍କ ସେବକମାନଙ୍କର ପୁତ୍ରମାନଙ୍କ ନାମ ବିବରଣୀ ଏହା: ସତାଇ, ସଫେରେତ, ପେରିଦା, ଜାଲା, କାର୍ଦନ, ଗିଦେଲ, ସେଫାତିଆ, ହାତିଲ, ପର୍ଖରେତ, ହାସେବାଇମ୍, ଆମନ ପ୍ରଭୃତି ବ୍ୟକ୍ତିମାନଙ୍କର ବଂଶଧର। ଦେବାଳୟର ସେବକ ଓ ସଲୋମନଙ୍କ ସେବକମାନଙ୍କ ପୁତ୍ରମାନଙ୍କ ସର୍ବମୋଟ ସଂଖ୍ୟା 392 ଜଣ ଥିଲା, ଯେଉଁମାନେ ନିଜର ପୁତ୍ରକୁଳ କିମ୍ବା ବଂଶର ସୂଚନା ଦେଇ ନ ପାରିବାରୁ ଇସ୍ରାଏଲୀୟ ବଂଶଜ ଅଟନ୍ତି କି ନାହିଁ ଏହା ପ୍ରମାଣିତ କରିପାରିନଥିଲେ। ସେହି ତେଲମେୟା, ତେଲହାର୍ସା, କେବୁର, ଆଦନ, ଇମେର ପ୍ରଭୃତି ସ୍ଥାନମାନଙ୍କ ଠାରୁ ଆଗତ ବ୍ୟକ୍ତିମାନଙ୍କର ସଂଖ୍ୟା ବିବରଣୀ ଏହା: ଦେଲାଇୟା, ତବିୟା, ନେକୋଦା ପ୍ରଭୃତି ବ୍ୟକ୍ତିମାନଙ୍କର ସନ୍ତାନମାନେ 642 ଜଣ। ଯାଜକମାନଙ୍କ ପୁତ୍ରମାନେ ହବାଇୟା, ହାକୋସ ଓ ବାରସିଲାଇର ସନ୍ତାନମାନେ। ଏହି ବାରସିଲାଇର ପିତୃପୁରୁଷ ଗିଲିଆଦୀୟ ବାରସିଲାଇର କନ୍ୟାମାନଙ୍କ ମଧ୍ୟରୁ ଜଣେ ନାରୀକୁ ବିବାହ କରିଥିବାରୁ ସେ ସେହି ନାମରେ ନାମିତ ଥିଲା। ବଂଶାବଳୀ ଗ୍ରନ୍ଥରେ ତାଲିକାଭୁକ୍ତ ଲୋକମାନଙ୍କ ନାମ ମଧ୍ୟରେ ଏହିମାନେ ନିଜ ନିଜ ନାମ ଖୋଜିଲେ, କିନ୍ତୁ ସେମାନଙ୍କର ନାମ ସେଥିରେ ଦେଖା ନ ଯିବାରୁ ସେମାନେ ଅଶୁଚି ରୂପେ ବିବେଚିତ ହୋଇ ଯାଜକୀୟ ପଦବୀରୁ ଚ୍ୟୁତ ହେଲେ। ରାଜ୍ୟପାଳ ସେମାନଙ୍କୁ ଆଦେଶ ଦେଲେ ଯେ ଉରିମ୍ ତଥା ତୁମିମ୍ ପରିହିତ ଜଣେ ଯାଜକ ଆବିର୍ଭୂତ ହେବା ପର୍ଯ୍ୟନ୍ତ ସେମାନେ ପବିତ୍ରତମ ଭକ୍ଷଣରେ ଅଂଶୀଦାର ହୋଇ ପାରିବେ ନାହିଁ। ଜନମଣ୍ଡଳୀ ସର୍ବମୋଟ 42,360 ଜଣ ଥିଲେ। ଏତଦ୍ ବ୍ୟତୀତ ସେମାନଙ୍କର 7,337 ଦାସଦାସୀମାନେ ମଧ୍ୟ ଥିଲେ। ସେମାନଙ୍କର ପୁରୁଷ ତଥା ନାରୀ ଗାୟକମାନେ 245 ଥିଲେ। ସେମାନଙ୍କର ଘଟକ 736, ଖଚର 245, ଓଟ 435 ଓ ଗଧଗୁଡ଼ିକ 6,720 ଥିଲେ। କେତେକ ପିତୃକୁଳପତିମାନେ ଦେବାଳୟର ନିର୍ମାଣ ପାଇଁ ଉପହାର ଅର୍ପଣ କଲେ। ରାଜ୍ୟପାଳ 1,000 ଦାରିକ ସ୍ୱର୍ଣ୍ଣ, 50 ଗାମଲା ଓ 530 ଯାଜକୀୟ ବସ୍ତ୍ର ପ୍ରଦାନ କଲେ। ପିତୃକୁଳପତିମାନେ ଦେବାଳୟର ନିର୍ମାଣ ପାଇଁ ଉଦ୍ଦିଷ୍ଟ ଭଣ୍ଡାରରେ 20,000 ଦାରିକ ସ୍ୱର୍ଣ୍ଣ ଓ 2,200 ମିନା ରୌପ୍ୟ ଅର୍ପଣ କଲେ। ଅବଶିଷ୍ଟ ଜନତା 20,000 ଦାରିକ ସ୍ୱର୍ଣ୍ଣ, 2,000 ମିନା ରୌପ୍ୟ ଏବଂ 67 ଯାଜକୀୟ ବସ୍ତ୍ର ପ୍ରଦାନ କଲେ। ଏପରି ଭାବେ ଯାଜକ, ଲେବୀୟ, ଦ୍ୱାରରକ୍ଷୀ, ଗାୟକ, ଦେବାଳୟ ସେବକ ଓ ସମସ୍ତ ଇସ୍ରାଏଲୀୟ ଜନତା ନିଜ ନିଜର ନଗରୀଗୁଡ଼ିକରେ ବସତି ସ୍ଥାପନ କଲେ। ଯେତେବେଳେ ସମସ୍ତ ମାସ ଆସି ଉପସ୍ଥିତ ହେଲା, ସେତେବେଳେ ଇସ୍ରାଏଲୀୟ ଜନତା ସେମାନଙ୍କ ନଗରୀଗୁଡ଼ିକରେ ଥିଲେ। ଅଧ୍ୟାୟ 8 ବିଧାନ ପଠନ ଓ ଶିବିରବାସ ଉତ୍ସବ ପାଳନ। ସମସ୍ତ ଜନତା କେବଳ ଏକ ବ୍ୟକ୍ତି ସଦୃଶ ଜଳଦ୍ୱାର ସମ୍ମୁଖସ୍ଥ ଛକ ସ୍ଥାନରେ ଏକତ୍ରିତ ହେଲେ। ଇସ୍ରାଏଲ ପ୍ରତି ପ୍ରଭୁଙ୍କ ଦ୍ୱାରା ପ୍ରଦତ୍ତ ମୋଶେସଙ୍କ ବିଧାନର
ଗ୍ରନ୍ଥକୁ ଘେନି ଆଣିବା ପାଇଁ ସେମାନେ ଧର୍ମଶାସ୍ତ୍ରୀ ଏସ୍ରାଙ୍କୁ କହିଲେ। ସପ୍ତମ ମାସର ପ୍ରଥମ ଦିବସରେ ପୁରୁଷ ନାରୀ ଧୀଶକ୍ତି ସମ୍ପନ୍ନ ବ୍ୟକ୍ତି ପ୍ରଭୃତି ସମସ୍ତ ଜନମଣ୍ଡଳୀ ସମ୍ମୁଖକୁ ଯାଇ ଏସ୍ରା ବିଧାନର ଗ୍ରନ୍ଥଟି ନେଇ ଆଣିଲେ। ଜଳଦ୍ୱାର ସମ୍ମୁଖସ୍ଥ ଛକ ସ୍ଥାନରେ ଠିଆ ହୋଇ ପୁରୁଷ ନାରୀ ତଥା ବୁଦ୍ଧିଶକ୍ତି ପ୍ରାପ୍ତ ସେହି ସମସ୍ତଙ୍କ ସମ୍ମୁଖରେ ସେ ସେହି ଗ୍ରନ୍ଥଟି ଅତି ପ୍ରତ୍ୟୁଷରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ପଠନ କଲେ। ଜନତା ମନୋଯୋଗ ପୂର୍ବକ ସେହି ବିଧାନ ପୁସ୍ତକର ପଠନ ଶୁଣିଲେ। ସେହି ପଠନ ସକାଶେ ନିର୍ମିତ ଉଚ୍ଚ କାଷ୍ଠ ମଞ୍ଚ ଉପରେ ଧର୍ମଶାସ୍ତ୍ରୀ ଏସ୍ରା ଦଣ୍ଡାୟମାନ ଥିଲେ। ତାଙ୍କର ଦକ୍ଷିଣ ପାର୍ଶ୍ୱରେ ମାତିତିଆ, ସେମା, ଆନାଇଆ, ଉରିଆ, ହିଲ୍କିଆ, ମାସେଇଆ ଏବଂ ତାଙ୍କର ବାମ ପାର୍ଶ୍ୱରେ ପେଦାଇଆ, ମିସାଏଲ, ମାଲଖିଆ, ହାସୁମ, ହାସବାଦାନ, ସେଖାରିଆ ଓ ମେସୁଲାଲ ଠିଆ ହୋଇଥିଲେ। ସେହି ଉଚ୍ଚ ମଞ୍ଚ ଉପରେ ଦଣ୍ଡାୟମାନ ହୋଇ ଏସ୍ରା ଗ୍ରନ୍ଥଟି ଖୋଲିଲେ। ସେ ଏହିପରି ସମସ୍ତ ଜନତା ଊର୍ଦ୍ଧ୍ୱରେ ଛିଡ଼ା ହେଲେ ଓ ସମସ୍ତ ଜନତା ଠିଆ ହୋଇ ରହିଲେ। ପ୍ରଭୁ ମହାନ ଈଶ୍ୱରଙ୍କ ସ୍ତୁତିଗାନ ଏସ୍ରା କଲେ ଓ ଜନତା ସେମାନଙ୍କ ହସ୍ତ ଉତ୍ତୋଳନ କରି ଆମେନ୍ ଆମେନ୍ ବୋଲି ପ୍ରତ୍ୟୁତ୍ତର ଦେଲେ ଏବଂ ସାଷ୍ଟାଙ୍ଗ ପ୍ରଣିପାତ ପୂର୍ବକ ପ୍ରଭୁଙ୍କୁ ଆରାଧନା କଲେ। ଜେସୁଆ, ବାନି, ସେରେବିଆ, ଜାମିନ, ଆକୁବ, ସାବେତାଇ, ହଦିଆ, ମାସେଇଆ, କେଲିଥା, ଆସାରିଆ, ଯୋସାବାଦ, ହାନାନ, ପେଲାଇଆ ପ୍ରଭୃତି ଲେବୀୟମାନେ ସ୍ୱସ୍ଥାନମାନଙ୍କରେ ଦଣ୍ଡାୟମାନ ଜନତାଙ୍କୁ ବିଧାନର ଅର୍ଥ ବୁଝି ନେବା ପାଇଁ ସାହାଯ୍ୟ ଦେଲେ। ସେମାନେ ଈଶ୍ୱରଙ୍କ ବିଧାନ ଗ୍ରନ୍ଥରୁ ସ୍ପଷ୍ଟ ଭାବରେ ପଠନ କରି ଜନତାକୁ ତାହାର ଭାବ ବୁଝାଇ ଦେଲେ। ତେଣୁ ସେମାନେ ପଠନ ବୁଝି ପାରିଲେ। ବିଧିବିଧାନର ବଚନ ଶୁଣି ଜନତା କ୍ରନ୍ଦନ କଲେ। ସୁତରାଂ ରାଜ୍ୟପାଳ ନେହେମିଆ, ଯାଜକ ତଥା ଧର୍ମଶାସ୍ତ୍ରୀ ଏସ୍ରା ଓ ଜନତାକୁ ଶିକ୍ଷୋପଦେଶ ଦେଇଥିବା ଲେବୀୟମାନେ ଜନତାକୁ କହିଲେ, ପ୍ରଭୁ ତୁମମାନଙ୍କ ଈଶ୍ୱରଙ୍କ ପ୍ରତି ଆଜି ପବିତ୍ର ଦିନ ଅଟେ। ସୁତରାଂ ରୋଦନ କିମ୍ବା ବିଳାପ କର ନାହିଁ। ଏହାପରେ ସେ ସେମାନଙ୍କୁ କହିଲେ, ତୁମେମାନେ ଯାଇ ବିଳାସପୂର୍ଣ୍ଣ ଆହାର ଭକ୍ଷଣ କର ଓ ମଧୁର ଦ୍ରାକ୍ଷାରସ ପାନ କର। ଯିଏ କିଛି ପ୍ରସ୍ତୁତ କରିନାହିଁ ତା ନିକଟକୁ ଏକ ଅଂଶ ପଠାଇ ଦିଅ, କାରଣ ଆଜି ଆମ ପ୍ରଭୁଙ୍କ ପ୍ରତି ଏକ ପବିତ୍ର ଦିନ ଅଟେ। ତୁମେମାନେ ସନ୍ତାପ କର ନାହିଁ, କାରଣ ତାହାଙ୍କର ଆନନ୍ଦ ହିଁ ତୁମମାନଙ୍କର ଶକ୍ତି। ଲେବୀୟମାନେ ମଧ୍ୟ ସମସ୍ତ ଜନତାଙ୍କୁ ପ୍ରଶାନ୍ତ କରାଇ କହିଲେ, ନିସ୍ତବ୍ଧ ହୁଅ, କାରଣ ଆଜି ପବିତ୍ର ଦିନ ଅଟେ। ସନ୍ତାପ କର ନାହିଁ। ତହୁଁ ସମସ୍ତ ଜନତା ନିଜ ପ୍ରତି ଉଦ୍ଘୋଷିତ ସମସ୍ତ ବଚନ ହୃଦବୋଧ କଲା ପରେ ଭୋଜନ ତଥା ପାନ କରିବା, ଅଂଶ ପଠାଇବା ଓ ଆହ୍ଲାଦିତ ହେବା ପାଇଁ ଫେରିଗଲେ। ପରବର୍ତ୍ତୀ ଦିନ ଲେବୀୟ ତଥା ଯାଜକମାନଙ୍କ ସମେତ ଜନତାର ପିତୃକୁଳପତିମାନେ ବିଧାନ ବଚନର ଶିକ୍ଷା ଲାଭ କରିବା ନିମନ୍ତେ ଧର୍ମଶାସ୍ତ୍ରୀ ଏସ୍ରାଙ୍କ ନିକଟକୁ ଆସିଲେ। ସପ୍ତମ ମାସର ଉତ୍ସବ ଦିବସରେ ସମସ୍ତ ଇସ୍ରାଏଲୀୟ ଜନତା ଯେ ଶିବିର ବାସ କରିବେ ଓ ପାହାଡ଼କୁ ଯାଇ ଜିତ୍, ବନ୍ୟଜିତ୍, ମେଦିଗଛ, ତାଳବୃକ୍ଷ ତଥା ପତ୍ରିଳ ବୃକ୍ଷ ସମୂହର ଶାଖାଗୁଡ଼ିକ କାଟି ଆଣି ଲିପିବଦ୍ଧ ହୋଇଥିବା ଅନୁଯାୟୀ କୁଟୀର ସମୂହ ଯେ ନିର୍ମାଣ କରିବେ
ଏହିପରି ସେମାନଙ୍କ ସମସ୍ତ ନଗରୀ ତଥା ଜେରୁସଲେମର ଘୋଷଣା ତଥା ବିଜ୍ଞାପନ କରିବା ପାଇଁ ମୋସେସଙ୍କ ଜରିଆରେ ପ୍ରଭୁ ପ୍ରଦତ୍ତ ବିଧାନରେ ଉଲ୍ଲିଖିତ ଥିବା ସେମାନେ ଦେଖିବାକୁ ପାଇଲେ। ତହୁଁ ସେମାନେ ଯାଇ ଶାଖାଗୁଡ଼ିକ ଆଣିଲେ ଓ ନିଜ ନିଜର ଗୃହ ଛାତ ଉପରେ ତଥା ଗୃହ ପ୍ରାଙ୍ଗଣରେ, ଦେବାଳୟ ପ୍ରାଙ୍ଗଣରେ ଓ ଜଳଦ୍ୱାର ତଥା ଏଫ୍ରାଇମ୍ ଦ୍ୱାର ସମୀପବର୍ତ୍ତୀ ଛକ ସ୍ଥାନରେ କୁଟୀର ସମୂହ ନିର୍ମାଣ କଲେ। ପ୍ରବାସ ଜୀବନ ପରେ ପ୍ରତ୍ୟାବର୍ତ୍ତିତ ସମସ୍ତ ଜନମଣ୍ଡଳୀ କୁଟୀର ନିର୍ମାଣ କରି ତନ୍ମଧ୍ୟରେ ବାସ କଲେ। ନୁନ୍‌ର ପୁତ୍ର ଯୋଶୁଆଙ୍କ ଦିନଠାରୁ ସେ ସମୟ ପର୍ଯ୍ୟନ୍ତ ଇସ୍ରାଏଲ ଜନତା ସେହିପରି କେବେହେଁ କରିନଥିଲେ। ତହୁଁ ସେମାନେ ଅତ୍ୟଧିକ ଆନନ୍ଦିତ ହେଲେ। ଉତ୍ସବ ଦିନର ପ୍ରଥମ ଦିନଠାରୁ ଶେଷ ଦିନ ପର୍ଯ୍ୟନ୍ତ ପ୍ରତିଦିନ ସେ ସେମାନଙ୍କ ଶ୍ରୁତି ଗୋଚରରେ ଈଶ୍ୱରଙ୍କ ବିଧାନ ଗ୍ରନ୍ଥରୁ ପଠନ କଲେ। ସେମାନେ 7 ଦିନ ବ୍ୟାପୀ ଉତ୍ସବ ପାଳନ କଲେ। ବିଧାନ ଅନୁଯାୟୀ ଅଷ୍ଟମ ଦିବସରେ ଏକ ମହାସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହେଲା।